ଗୋଟିଏ ଗ୍ରାମରେ 2 ଜଣ ବନ୍ଧୁ ବାସ କରୁଥିଲେ। ଦିନେ ସହରକୁ ଯାଇ ସେମାନେ ଏକା ଏକା କିଛି ମଜା କରିବା କଥା ଚିନ୍ତା କଲେ। ସହରରେ ପହଞ୍ଚି ଜଣେ ଠିକ୍ କଲା ସେ ରାତ୍ରିରେ ନାଇଟ୍ କ୍ଲବ୍ ଯିବ, କିନ୍ତୁ ଅନ୍ୟ ଜଣେ ବିଖ୍ୟାତ ସନ୍ନ୍ୟାସୀଙ୍କ ପ୍ରବଚନ ଶୁଣିବାକୁ ଚାହିଁଲା। ସେମାନେ ସହରରେ ପହଞ୍ଚିଲେ, ପରସ୍ପର ଠାରୁ ଅଲଗା ହୋଇଗଲେ। ଶେଷରେ ଫେରିଲା ବେଳକୁ ପୁଣି ଏକତ୍ର ଦେଖାହେବା କଥା ତାଙ୍କର ଠିକ୍ ହେଲା। ଯେଉଁ ବନ୍ଧୁଟି ସୁଖର ମଜା ନେବା ପାଇଁ ନାଇଟ୍ କ୍ଲବ୍ ଯାଇଥିଲା, ସେ ଗୀତ ନାଚ ଉପଭୋଗ କଲାବେଳେ ଭାବିଲା, ନିଶ୍ଚିତ ଭାବେ ମୋର ବନ୍ଧୁ ବଡ଼ ଭାଗ୍ୟବାନ। ଯାହା ହଉ, ସାଧୁସନ୍ତଙ୍କ ପ୍ରବଚନ ଶୁଣୁଥିବ। ମୁଁ ଏଠାରେ ଯେତେ ଅର୍ଥ ଖଟାଇଲି ତା ତୁଳନାରେ ଆନନ୍ଦ କିଛି ଅଧିକ ନୁହେଁ। ମୁଁ ଯେତେ ଆନନ୍ଦ ପାଇବା ଆଶା କରିଥିଲି ତାହା ପାଇଲି ନାହିଁ। ନିଶ୍ଚିତ ଭାବେ ମୋ ବନ୍ଧୁ ଜଣେ ବିଖ୍ୟାତୀ ସନ୍ନ୍ୟାସୀଙ୍କ ଗହଣରେ ବସି ପ୍ରବଚନ ଶୁଣି ଉତ୍ଫୁଲ୍ଲିତ ହୋଇ ଉଠୁଥିବ ଏବଂ ତାଙ୍କ ମୁଖ ନିଃସୃତ ଆକର୍ଷଣୀୟ ଜ୍ଞାନ ଆହରଣ କରୁଥିବ। ସେହି ଏକା ସମୟରେ ଅନ୍ୟ ବନ୍ଧୁଟି ଯିଏକି ପ୍ରଖ୍ୟାତ ସନ୍ନ୍ୟାସୀଙ୍କ ପ୍ରବଚନ ଶୁଣୁଥିଲେ, ସେ ଭାବିଲେ, ବାସ୍ତବିକ ମୁଁ ମୋର ସମସ୍ତ ସମୟ ଏ ବିରକ୍ତିକର ପ୍ରବଚନରେ ନଷ୍ଟ କରିଦେଲି। ମୁଁ ଦେଖିପାରୁଛି ମୋର ବନ୍ଧୁ କେତେ ଆନନ୍ଦରେ ମଜା ଉଠାଉଥିବ। ମୁଁ ଏଠି ରହିଯାଇଛି କେବଳ ଏହା କରିବା ଉଚିତ, ଏହା କରିବା ଉଚିତ ନୁହଁ, ଏହା କର ନାହିଁ, ଏହା କର ଆଦି ସନ୍ନ୍ୟାସୀଙ୍କ ମୁଖ ନିଃସୃତ ଉପଦେଶ ଶୁଣିବା ଲାଗି। ମର୍ମବାଣୀ। ଏ ଗଳ୍ପଟିରେ 2 ଜଣ ଯାକ ବନ୍ଧୁ ଜାଣନ୍ତି ନାହିଁ ନିଜ ମନକୁ କିପରି ବ୍ୟବହାର କରିବାକୁ ହେବ। ମନ ହିଁ ସବୁ, ମନ ହିଁ ସମସ୍ତ ଆନନ୍ଦର ଉତ୍ସ, ମନ ହିଁ ସମସ୍ତ ଦ୍ୱନ୍ଦ୍ୱର କାରଣ। ଯେତେବେଳେ ଜଣେ ବନ୍ଧୁ ସନ୍ନ୍ୟାସୀଙ୍କ ନିକଟରେ ବସିଥିଲା, ସେ ଅନ୍ୟ କଥା ଚିନ୍ତା କରୁଥିଲା ଏବଂ ଅନ୍ୟ ବନ୍ଧୁଟି ରଙ୍ଗଶାଳାରେ ବସି ସେ କ'ଣ ହରାଇଲା ଚିନ୍ତା କରୁଥିଲା। ସେ ରଙ୍ଗଶାଳାରେ ଆଶାନୁରୂପ ସନ୍ତୋଷ ପାଇପାରିନଥିଲା, ତଥାପି ସକାରାତ୍ମକ ଚିନ୍ତା କରୁଥିଲା, ଯଦିଓ ସେ ଗୋଟିଏ ନକାରାତ୍ମକ ପରିବେଶ ଭିତରେ ଥିଲା। ଆଧ୍ୟାତ୍ମିକ ଜୀବନରେ ସବୁର ଭଲମନ୍ଦ ବିଚାର କରି ଜଣକୁ ପ୍ରତ୍ୟେକ ଅବସ୍ଥାରେ ବାସ୍ତବବାଦୀ ହେବାକୁ ପଡ଼ିବ। ଯେଉଁଠାରେ ଜଣେ ପରିସ୍ଥିତି ସହ ଖାପ ଖୁଆଇ ଚଳିପାରିବ ନାହିଁ, ସେ ତା'ର ବିକଳ୍ପ ପନ୍ଥା ଗ୍ରହଣ କରିବା ଆବଶ୍ୟକ। ଯଦି ସମ୍ଭବ ନୁହେଁ, ଯାହା ପାଇଛ ତାହା ହିଁ ଗ୍ରହଣ କରିବା ଉଚିତ। ବର୍ତ୍ତମାନକୁ ନେଇ ବଞ୍ଚିବାକୁ ହବ। ମନର ପ୍ରଭୁ ହୁଅ, ମନର ଦାସ ହୁଅ ନାହିଁ। ଜୟ ସାଇରାମ।